ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଲକ୍ଷ ଲକ୍ଷ ଟଙ୍କା। ଚଳିତ ବର୍ଷ ମୌନି ଅମାବାସ୍ୟା 29 ଜାନୁଆରୀ ବୁଧବାର। ଏହି ଅମାବାସ୍ୟା ମାଘ ମାସରେ ପଡ଼ିଥାଏ, ତେଣୁ ଏହାକୁ ମାଘୀ ଅମାବାସ୍ୟା ନାମରେ ମଧ୍ୟ ଜଣାଶୁଣା। ଜ୍ୟୋତିଷ ଗଣନା ଅନୁସାରେ ଚଳିତ ଥର ମୌନି ଅମାବାସ୍ୟାରେ ଏକ ବଡ଼ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି। ଦୀର୍ଘ 50 ବର୍ଷ ପରେ ଏହି ଯୋଗ ହେବାକୁ ଯାଉଛି। ଚଳିତ ବର୍ଷ ମୌନି ଅମାବାସ୍ୟା ଦିନ ମକର ରାଶିରେ ସୂର୍ଯ୍ୟ, ଚନ୍ଦ୍ରମା ଓ ବୁଧ ଗ୍ରହ ଏକାଠି ହୋଇ ତ୍ରିଗ୍ରହୀ ଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି। ଏହି ସମୟରେ ଗୁରୁ ଗ୍ରହ ମଧ୍ୟ ବୃଷ ରାଶିରେ ବିରାଜମାନ ରହିବେ। ଏହି ସଂଯୋଗର ପ୍ରଭାବ ମହାକୁମ୍ଭରେ ମଧ୍ୟ ପଡ଼ିବ। ମୌନି ଅମାବାସ୍ୟାରେ ହେବାକୁ ଥିବା ଏହି ଦୁର୍ଲଭ ସଂଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ। ତେବେ ଏବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି। ବୃଷ, ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳ ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ, ମାନସିକ ଅଶାନ୍ତି ଦୂର ହେବ, ଧନ ଲାଭ ହେବ। କର୍କଟ, ନୂଆ କାମର ଆରମ୍ଭ କରିବେ, ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ, ଆୟରେ ବୃଦ୍ଧି ହେବ। କନ୍ୟା, କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ, ଅଟକିଥିବା ସମସ୍ତ କାମ ପୂରଣ ହେବ, ଧନ ଲାଭ ହେବ। ତୁଳା, ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ହେବ, ସହକର୍ମୀଙ୍କ ସାଥ ମିଳିବ, ଆର୍ଥିକ ସ୍ଥିତି ମଜବୁତ ହେବ। ମକର, ଭାଗ୍ୟରେ ସାଥ ମିଳିବ, ଆର୍ଥିକ ସ୍ଥିତି ମଜବୁତ ହେବ, ସହକର୍ମୀଙ୍କ ସାଥ ମିଳିବ, ଆତ୍ମବିଶ୍ୱାସ ବୃଦ୍ଧି ହେବ, କର୍ମକ୍ଷେତ୍ରରେ ଖୁବ୍ ଉନ୍ନତି ହେବ, ଧନ ବୃଦ୍ଧି ହେବ।